ଆଉ ଜଗନ୍ନାଥଙ୍କୁ ଡାକୁଛି ଯାହା ବିଚାର ହବ। ମୁଁ ତ ଏକୁଟିଆ କିଛି କରିପାରିବିନି ନା, 100 ଭାଇ ହେଲେ ମିଶିଲେ ହବ। ମୁଁ ତ ଏମିତି ଯିବ ରାଜି ଅଛି, ଏମିତି ପଳେଇ। ମୋତେ ବହୁତ ଦୁଃଖ ଲାଗୁଛି କାଲି ରାତିରେ ସେ ମାଇବିଟା ଯେଉଁ କାନ୍ଦୁଛି ଧରିକି ତା ସ୍ୱାମୀ, କି କଷ୍ଟ ସେ ଯାଇଛି ଗୋଟେ ଖୁସିରେ ବୁଲିବାକୁ। 5-7 ଦିନ ସେ ବାହା ହେଇଛି, କି ଦୁଃଖ ସେ ଅଛି କହିଲ। ଏ ତୁମେ 3 ଜଣ ଲୋକ ଆସିକି ମୋ ଘର ପଶିକି ଛୁଟ କରିଲ, ତ ମାରିଦେଇକି ପଳେଇଲ ଲୁଚିକିରି ଚୋର ଭଳିଆ। ସାମ୍ନା ଆସୁନ, କ'ଣ କରିବ ଆମ ସାଙ୍ଗେ ଦେଖିବା। ବହୁତ କଷ୍ଟ ହୋଇଛି ଆଜ୍ଞା ମୋତେ କାଲି ରାତିରେ, ବହୁତ କଷ୍ଟ ହୋଇଛି। ବିଶ୍ୱ କାନ୍ଦୁଛି, ସମସ୍ତେ ଆମକୁ ଏ ଭିତରେ ଜୟ ଜଗନ୍ନାଥ। ସାରା ବିଶ୍ୱ ଦୁଃଖିତ। ଆମେ ତା ଭିତରେ ସେବାୟତ ଭାଇମାନେ ଆମେ ବହୁତ ଦୁଃଖିତ। ଆମେ ଜଗନ୍ନାଥ ପାଖରେ ଆମର କର୍ତ୍ତବ୍ୟ ହିସାବରେ ହିନ୍ଦୁ ଭାଇ ହିସାବରେ, ହିନ୍ଦୁତ୍ୱ ହିସାବରେ ଆଗେ ତ ସେବାୟତ ପାଖରେ ହିନ୍ଦୁ ହୋଇତ ଆମେ, ତାପରେ ସେବାୟତ ହଉ କିଛି। ଜଗନ୍ନାଥ ପାଖରେ ଆମେ ପ୍ରାର୍ଥନା କଲୁ, ମହାପ୍ରଭୁ ତୁରନ୍ତ ଏହାର ବିଚାର କରାଯାଉ। ଆମେ ସିଂହଦ୍ୱାର ସମ୍ମୁଖରେ ଦୀପଦାନ କଲୁ। ସମସ୍ତେ ଭାଇମାନେ ତାଙ୍କ ଆତ୍ମା ପରିବାରକୁ ସୁଖ ଶାନ୍ତି କେମିତି ଦେବେ, ଜଗନ୍ନାଥ ମହାପ୍ରଭୁ ତାଙ୍କ ପରିବାରକୁ ଧୈର୍ଯ୍ୟ ଦାନ ହେବେ। ଜଗନ୍ନାଥ ମହାପ୍ରଭୁ କଳିଯୁଗରେ ପରମ ବ୍ରହ୍ମ। ଆମେ ଚାହୁଁଛୁ ସଦାବେଳେ ଯୁଗ ଯୁଗତିରେ ଆମେ ଶାନ୍ତିରେ ଅଛୁ। ଜଗନ୍ନାଥ ଆମର ସାରା ଭାରତବର୍ଷ ବହୁତ ଶାନ୍ତିରେ ଅଛୁ। ଆମ ଶାନ୍ତିକି ସେ ବରଦାସ୍ତ ଲୋକ କରିପାରୁନାହାନ୍ତି। ଆମେ ଝଗଡ଼ା ଝାଟି କରୁନୁ, ପୁରା ହିଂସାରେ ଆମର କିଛି ନାହିଁ। ଆମେ ଶାନ୍ତି ଚାହୁଁ, ମଙ୍ଗଳ। ସିଏ ପୁରା ପଚାରିକି ସିଏ ଆମକୁ ଯେତେବେଳେ ପଚାରିକି ମାରୁଛନ୍ତି, କହିଲେ ଗାଁରେ ଆପଣ ହିନ୍ଦୁ ନା ମୁସଲମାନ, କରି ତାଙ୍କୁ ହିନ୍ଦୁ ବୋଲି ମାରୁଛନ୍ତି। ସେଟା କେତେ କଷ୍ଟ ଆମକୁ ଲାଗୁଛି, କେତେ କଷ୍ଟ ଆମକୁ ଲାଗୁଛି, ବହୁତ କଷ୍ଟ ହେଉଛି। ଆମେ ଚାହୁଁନୁ, ଆମ ପାଖରେ 3 ସେ ଆକ୍ରମଣ କଲେଣି, ଆମ ସାଙ୍ଗେ କିଛି କରିପାରିବିନି। ସେ ଖାଇବା ପାଉନି, ସେ ଆମ ପାଇଁ କ'ଣ କରିବେ? ଆମେ ଚାହୁଁଛୁ, ଯେ ଭାରତବର୍ଷ ଚାହୁଁଛନ୍ତି ଆମେ ଶାନ୍ତି ରହିବାକୁ, ଶାନ୍ତି ଆମେ ରଖିକି ଦେଉନାହାନ୍ତି। ଯାହା ଉପରେ ବିଚାର କରିବେ ଜଗନ୍ନାଥ କିନ୍ତୁ ଆଉ ବରଦାସ୍ତ କରିବେନି। ପ୍ରତ୍ୟେକ ଘରେ ପ୍ରତ୍ୟେକ ହିନ୍ଦୁ ଭାଇମାନଙ୍କୁ ପଚାରିବେ ଆପଣ, ତାଙ୍କ ଆଖ ବହୁତ କଷ୍ଟ ହେଉଛି, ବହୁତ କଷ୍ଟ ହେଉଛି। ସେମିତି କଲିକତା ଗୋଟେ ୱେଷ୍ଟ ବେଙ୍ଗଲରେ ଗୋଟେ ଡିସିସନ୍ ନେଉଛନ୍ତି, ଏଠି ମମତା ବାନାର୍ଜୀ କୌଣସି ହିନ୍ଦୁକୁ ସାହାଯ୍ୟ କରିବାର ନାହିଁ, ମୁସଲମାନଙ୍କୁ ସାହାଯ୍ୟ କରୁଛି। ଆମେ ଟିଭିରେ ଟିଭିରେ ଦେଖୁଛୁ, ସବୁ ମୁସଲମାନ ଭାଇମାନଙ୍କୁ ସେ ସାହାଯ୍ୟ କରୁଛି। କଷ୍ଟ ଲାଗିଲା ପରା। କାଲି ରାତିରୁ ମୁଁ ଖାଇନି, ରାତିରେ ଶୋଇଛି। ମୁଁ ରାତିରେ ମନ୍ଦିରରୁ ସେବା ସାରିକି ଗଲା ପରେ ଦେଖିଲି ଟିଭି ଖୋଲିଲା ବେଳକୁ ଏମିତି କାଣ୍ଡ ଘଟୁଛି। ମୋତେ ବହୁତ କଷ୍ଟ ଲାଗିଲା। ଗୋଟେ ହରିୟାଣାର ଲୋକ 7 ଦିନ ବାହା ହେଇଛି, ତା ସ୍ୱାମୀ ତା ସ୍ତ୍ରୀ ପାଖରେ ତା ସ୍ୱାମୀ ପଡ଼ିଛି, ସେ ଦେଖୁଛି। ମୁଁ ଦେଖିକିରି କାବାକ ହେଇଗଲା। ବହୁତ କଷ୍ଟ ଲାଗୁଛି। ଆମେ ସାରା ବିଶ୍ୱ କାନ୍ଦୁଛି। ଆଉ ସମସ୍ତେ ଆମେ ଏଇ କଥାକୁ ନିନ୍ଦିତ କରୁଛନ୍ତି। ଆମେରିକା ହଉ, ଜାପାନ ହଉ, ସମସ୍ତେ ହିନ୍ଦୁକୁ ନିନ୍ଦିତ କରୁଛନ୍ତି। ବହୁତ ଯନ୍ତ୍ରଣା ହେଲା, ହୃମ କାଟିଲା, ଆଖିରୁ ଲୁହର ଧାର ବହିଲା। ରାତିରେ ମୁଁ ଶୋଇନି, ରାତି କାହାଙ୍କ ମନ ମୋର ଦୁଃଖିତ। ମୋ ଆତ୍ମା ଚାହୁଁଥିଲା ମୁଁ କେମିତି ଯାଇକି ମୋ ହାବଡ଼େ ଯାହା କାଟ ବାଡ଼େଇ ବୋଲି ମୋ ଆତ୍ମା ଚାହୁଁଥିଲା। ସେ ବାରମ୍ବାର ଆମକୁ କଷ୍ଟ ଦେଉଛନ୍ତି। ହିନ୍ଦୁ ବୋଲି ପଚାରିକି ଆମକୁ ହିନ୍ଦୁ ବୋଲି ମାରୁଛନ୍ତି। ବହୁତ କଷ୍ଟ ଲାଗୁଛି ଆଜ୍ଞା ଏ କଥା ଆମକୁ। ହିନ୍ଦୁ ହିସାବରେ ବହୁତ କଷ୍ଟ ଲାଗୁଛି ଆମକୁ। କେତେ ବରଦାସ୍ତ କରିବ ଆମକୁ? ତମ ଦୁଃଖରେ ତମେ ଖାଉଛ, ଆମ ଦୁଃଖରେ ଆମେ ଅଛୁ। ଆମେ କମଉଛୁ, ଆମେ ଖାଉଛୁ, ତମର ରୋଜଗାର ତମେ ଖାଅ। ଆମ ଉପରେ ହିଂସା କାହିଁ ବାଦ କରୁଛ ତମେ? ମୁଁ ଜଗନ୍ନାଥଙ୍କୁ ପ୍ରାର୍ଥନା କରୁଛି ପରା। ସିଏ ଧ୍ୱଂସ ହୋଇଯିବେ, ସେ ଭିକାରୀ ମହାପ୍ରଭୁ ଜଗନ୍ନାଥଙ୍କୁ କାଙ୍ଗାଳ କରିଦେବେ। ସେ ଭାତରେ ମରିଯିବେ। ସେ ବହୁତ ଦୁଃଖରେ ଅଛନ୍ତି। ତାଙ୍କର ଶହ ଲୋକ କିଡ଼ନୀ ହାର୍ଟ ବିକିଲେଣି, ଚଳି ପାରୁନାହାନ୍ତି ହିଂସାରେ ପରା। ଜଗନ୍ନାଥ ଟିକେ କହି ପ୍ରାର୍ଥନା ରହୁଛି, ସବୁ ହିନ୍ଦୁ ଭାଇମାନେ ଏକତା ହେଇ ଭାରତବର୍ଷକୁ କେମିତିକା ଉଚ୍ଚ ସ୍ଥାନରେ ପହଞ୍ଚିବାକୁ ସବୁ ଭାଇ ହିନ୍ଦୁ ଭାଇ ଏକ ହୁଅନ୍ତୁ, ଏକ ହେଇକି ସବୁ କାର୍ଯ୍ୟ କରନ୍ତୁ, ପ୍ରକୃତିରେ ନ୍ୟାୟ ବିଚାର କରନ୍ତୁ। ଯେବେ ହିନ୍ଦୁ ରକ୍ତ ଥବ, ହିନ୍ଦୁତ୍ୱର ରକ୍ତ ଥବ, ଆସିକି ବିଚାର କରିକି ତା ଆତ୍ମା ପରମାତ୍ମା ଚିନ୍ତା କରିକିରି ଦେଶ ପାଇଁ ଆଗେଇ ଚାଲନ୍ତୁ।
आम ये कह मत से भाई तो से मो व्यक्तिगत ये इच्छा आ बर्दाश्त करने मो इच्छा नहीं भाई मान मार्च पचारिकी आम ये बस खाइबू ए भाई मले भाई केते कष्ट है हिंदू भाई की मार्च सी दिल्ली रोगे आम झूठ रो भाई तो आम ना मु भारत सरकार को ओडिशा सरकार को कौन तुरंत यार गोटे फैसला नि जा आज्ञा बागे जा तू शह शह सैन्य भाई मोर मरुँच आम कहीं मरे आम तो कौन क्षति कर दी जगन्नाथ महाप्रभु जो मानकर इतरे जीवन जाइए मु जगन्नाथ को काली रात जोड़ी बोले प्रभु तुम केमती जाकरी मुझे सबुदिन रात भावे गोटे जगन्नाथ में शक्ति दिखाते मुझे गोटे तीर में रामचंद्र ध्वंस करते मुझे गोटे तीर मारे ध्वंस कर दिखाती मुझे जगन्नाथ को एति डाक्ती सी कौन पाऊँ कि आम तीर मारदू मुझे जगन्नाथ को ये चिंता कर हिंदू को मार्च भक्त आम कार क्षति करूनु ये कौच आज्ञा बहुत दुख मत कष्ट लगुच आम हिंदू आम कौन राजनीति में मुंड ना आम कौन कुछ ना कि ना आ हिंदुत्व पर जातीय पर आसला आम जीवन देवा सामने से राजी अच्छु आम पशिक मार इच्छा हो जहाँ आगे जीव पछ जीव आज्ञा कौन 10 वर्ष आगुआ जीव पछे आगुआ पछुआ जीवु तो जानी तुमको जे नहीं जीवु जदि आपंक आम भिडी भल लगा तेब आम चैनल को लाइक शेयर और सब्सक्राइब करने को जमा भी भूलु नहीं।